हाय फ्रेंड्स नमस्कार जय जगन्नाथ वेलकम करू संग मैंने गोटे न्यू एंड फ्रेश वाला ब्लॉग सकाल सकाल पूरा फ्रेश एक आम वीडियो कर बाकी आपण मैंने केतल देखुं मुझे जानी मॉर्निंग रु इवनिंग रु आफ्टरनून रु ना कि नाइट रु सेटा आपण मैंने कमेंट करके जनइबे केतल देखु से कि घर सब कौन प्रिपरेशन चली सेटा तो मुझे मैंने देखी ता पूर्व ये पिलाटा को देखो ड्रेसटा जमा छाड़ू ना ड्रेसटा भारी भल लगे मनोजर गोटा गोटा ड्रेस इनको नार सब लिखाई कौन करिया तो चलो जीवा देखा कौन सब आगू हो कौन ना जहाँ भी हो गोटे दिन ब्लॉग्स पढ़ा ठीक ओके जीवा चलो चलो आउ सबू कम आज आम दिन टे हेल्प करवा टी रिल्स हम आपण मैंने रिल्स पाइबे साइलू सुरु 143 इंस्टाग्राम आईडी आउ क्यूटी मधु ओके साइलू सुरु 143 क्यूटी मधु जो मैंने पचार जानी पाना इंस्टाग्राम आईडी मो फॉलोअर्स भी अच्छे नहीं चेक कर पारे बहुत दिन आम रिल्स दिना ही करूँ से कोलाबोरेशन एक्सेप्ट है बाकी हम अच्छु मैंने कौन हम कि पारुनी नहीं टाइम मिलूनी टे वर्षा वर्षा हो टाइम वीडियो हो पाने कैमेरा धरिए लोक ना ये सब मैंने हो बाकी हम है चलते देखिए कौन तो सका सका बहुत पलि आसे शाग तोलिया कौन मो खड़ा शाग खड़ा शाग आ कौन हम टे माँ एपटर आसिले माँ कौट आसिल शोलनी देह भल लगुनि भल अच्छे ना ए खरा को आसना तुम पलि चल हाँ तुम तो खाइब ना खाइब हाँ बापा जीती 6-7 जन माँ धरते दिया मत यहाँ से पड़ा कि जो कहल बोईतालु फोतालु पड़ी सब हम तादेह पड़ा हाँ आस हाँ चल दीदी कौन कर तमें काटिकुटा गला सब जी सब पड़ा मोर लक्ष्मी छतु थी सब काटिकुटा देती आम पखा खाए ओके ओके सेपट तुम काटिक सब काटिक रखी टमाटर कटा हम पियाज कटा हम कदली भजा हम कदली कटा हम कदली कदली भजा भल कर भजा बस भल कर टेस्ट लगे ना मुझे पचारे भाजा कदली भजा मुझे भाजमी हाँ तुम टे कहीदेव केमती हम मुझे करदेवी आ ठीक अच्छे छतुर टे और टमाटो पिज शाग तो सब नहीं जावा किचन को चल नि तुम जिनस रख नि तुम जिनस बहुत सिंपल वे तरकारी रायता एटा कौन बोईतालु पड़ी घाटा बोईतालु पोई पड़ी चलो घाटा तरकारी तुम तो खाइबे ना आम खाली खाइब घाटी हाँ ना भारी लोक बेसी किसी करी हब ना तापर हूँ कदली भजा पुणी अच्छी कदली भजा एपटे तरकारी हम पिज पड़गला सेपटे सी लगिगले कम काली लगी कम आज लगी चुईना सकाल रुटी भजा एवं सब परिया सब चुईना काटी देती कदली आलू भाजीदेवे से कहो तब रही जा बैग पत्र धरिक सी रही जा बस
ମୋର ଯଦି ଛୁଟି ନ ସରିବ ତମରି ସରିବନି ଭାବ ସେଇଆ ଖାଲି ହବ ନା ପିସ୍ ହଁ ଖାଲିଟାରେ ପିସ୍ ନା ପିସ୍ରେ ପୁଣି କର୍ତ୍ତବ୍ୟ କରିବାର ଅଛି ନା ନାଇଁ ସେତେବେଳକୁ ବୁଆ ହବ ନା ଆଉ ଏମିତି ପିସ୍ ଥିଲେ ଆଉ ଆରେ ସେ ଭିଡ଼ିଓ ଦେଖିକି ଜାଣିବା ବଡ଼ ହେଲା ପରେ ଏବେ ପରିବା ସବୁ ପକେଇଦବା କରିବା ମସଲା ପଛରେ ପକେଇ ଟିକେ ସିଝି ଆସିବ ପକେଇଦେବି ସାରୁ କିଏ କାଟୁଥିଲା ସାରୁ ଟିକେ ନମ୍ବର ହେଇଛି ଆଉ କପଡ଼ାଟା ଦିଅ କପଡ଼ା ଶାଗର ନାଁ ଦିଟା ହଁ କାଟିଗଲାଣି ଫୁଟଣ ଟିକେ ପକା ଜିରା ଟିକେ ଅଧିକ ପକା ଫୁଟଣ ଅଳ୍ପ କରିଦେବା କରିଦେଉଛି ଭାତ ହେଇଯାଇଛି କିନ୍ତୁ ଆମେ ପଖାଳ ଖାଇବୁ ପଖାଳ ଖାଇବ ଆମର ଯୋଉଗୁଡ଼ା କରୁଛି ତା ପାଇଁ ସେଗୁଡ଼ା ନା ଭାତ ଆମ ପାଇଁ ହେଇନି ଆଉ ଏଗୁଡ଼ା ସବୁ ଆମେ ଭାତ ପଖାଳ ଭାତ ଲଗେଇ ଖାଇବୁ ପଖାଳ ଟିକେ ଖାଇଲେ କ'ଣ ଆଉ ସରିବନି ଗରମ ଭାତ ଖାଇବାର ନାହିଁ ଆଉ ଖାଲି ଗୋଟେ ବାଇଗଣ ଟମାଟୋ ହେଲେ ଏଇଟା ପଛରେ ପଡ଼ିବ କାମ କରି ପକାଅ ଦୁଇଟା କଢ଼େଇ ବସିଲା ଦୁଇଟା ଆଇଟମ୍ ବସିଛି ବାସ୍ ଆଉ ତ କିଛି କରିବାର ନାହିଁ ସଇଲା ଆଉ ଖତମ ଆଉ କ'ଣ କାହିଁକି କହିଲେ ମାନେ ଅଳ୍ପ ଟିକେ ପିଆଜ ଟିକେ ପକେଇଲେ ଆମର ପିଆଜ ଭଜା ବାଲି ଭଜାଟା ଭଲ ଏଇଟା ହେଉଛି ହଳଦୀଟା ଲୁଣଟା ସେ ଡବାର ପଶି ନାହିଁ ବାଇଗଣଟା ଟିକେ ପଛରେ ପଡ଼ିବ ଟମାଟୋ ବି ପଡ଼ିଲା ବାଇଗଣ ପଡ଼ିଲା ହଳଦୀ ପଡ଼ିଲା ସୋରିଷ ମସଲା ହେଇକି ପଡ଼ିବ ଏଇଟା ଟିକେ ହେଲା ପରେ ସୋରିଷ ମସଲା ପକେଇବି ସେଟା ବି ସୋରିଷ ମସଲା ପକେଇବି ଏଥିରେ ବି ସୋରିଷ ମସଲା ଭଲ ଲାଗିବ ଭଜାଟା କାହିଁ ଭଲ ଲାଗିବ ଘରେ କ'ଣ କରୁଛୁ କଲରା ଆଳୁ ଭଜା ହେବ କଲରା ଆଳୁ ଆଉ କ'ଣ ସାରୁ ଚୁନ କରିବେ ଡାଲି ହେବ ଚାଲିଛି ରୋଷେଇ ପ୍ରିପାରେସନ୍ ସକାଳୁ ସକାଳୁ ଆଳୁ କଟା ଆଉ କଲରା ଭଜା ଶାଗ ଭଜା ଶାଗ ଭଜା ଏମିତି କରାହେବ ପଖାଳ ଅଛି ସେମାନେ ଖାଇବ ଗରମ ଖାଇବ ଡାଲି ଆଉ ତୋର କ'ଣ ପଖାଳ ନା ଗରମ ଗରମରେ ବାବା ମୋତେ ଥଣ୍ଡା ହେଇଯାଇଛି ଆଉ ଏପଟେ ଆଳୁ ବସିଯାଇଛି ରୋଷେଇଆ ରୋଷେଇ କରୁଛନ୍ତି ତେଲ ପକେଇ କରୁଛ ନା ଆଗରୁ ଆଳୁ କଷା ହଁ କରିଦିଅ ଅଦା ରସୁଣ ଖାଲି ଅଦା ରସୁଣ କ'ଣ କେତେ ବାଟ ଗଲା କ'ଣ ମସଲା କଷା କଷି ମସଲା କଷା ଚାଲିଛି ଆଳୁ କଷା ପାଇଁ ଆଉ ଏପଟେ ଆଳୁ ମୁଁ ସବୁ ଛଡ଼େଇକି ରଖିଦେଇଛି ଡାଲିଟା ଏଠି ହେବ ସିଝାଇକି ବଘରା ହେବ ଆଉ ଚାଲିଛି ଆଉ କଷିଆ ଆଳୁ ପଡ଼ିଗଲା ତମ ଭାଇ ଆଜି ପୁଣି ଆଳୁ ତ ସେ ଆଳୁ ଆଇଟମ୍ ଗୁଡ଼ା ସବୁ କରୁଛି ଆଳୁ ଭଜା ଆଳୁ ତରକାରୀ ଏଇସବୁ ଆଇଟମ୍ ଯାଉଛନ୍ତି ଆଉ କ'ଣ ଦିଦି କ'ଣ ହେଉଛି ପିଜ୍ଜା କରିଦେବାକୁ ଖାଇବ ରାଜି ବଢ଼ିଆ ଲାଗିବ ଭାଜିଦେବା ପିଆଜ ଭାଜିଦେବା ଟମାଟୋ ଭାଜିଦେବା ତାପରେ ବ୍ରେଡ୍ ଭଜା ହେବ ଅଣ୍ଡାଟା ନାହିଁ ନା ଅଣ୍ଡାଟା ଥିଲେ ଭଲ ଜିନିଷ ଏ ଦେଖିବାକୁ ସବୁ ଖାଇଦେଲେ ଆସ ଟମାଟୋ
ଜଲ୍ଦି ଆସ ଖାଇଦେବୁ। ମତେ କୁହାଗୁଣା ଦେଇଦିଅ ରେ। ଆସ ଦେଖିବା ଆସ। ଛାଣୁ ହେଇଛି ମୁଁ ଜାଣିଛି ସେ ବା ସବୁଥିରେ ଫାଷ୍ଟ। ସେ ସବୁଥିରେ ଫାଷ୍ଟ। ସାଣ୍ଡୱିଚ ବାସିଲା କି? ସାଣ୍ଡୱିଚ ହେଇଗଲା। ସାଣ୍ଡୱିଚ ଆସିଲା। କ୍ରିକେଟ ଅଛି ବା, ମ୍ୟାଚ୍ ଅଛି ବା। ଲେଖୁଛି ବା। ଓହୋ ସିଗ୍ନାଲ ନାହିଁ। ବୁଝିଲ ସିଗ୍ନାଲ କଟିଗଲା ତାହେଲେ। ପିକୁ? ସାଣ୍ଡୱିଚ ଖାଇବ? ଭଲ ଲାଗେ? କେମିତି? ସୁପର ଏମିତି। ଗେଣ୍ଡୁଆ। ଆଉ ୟମିଟା କେମିତି? ୟମିଟା କେମିତି? 1 ନମ୍ବର କେମିତି? ୟମିଟା ଏମିତି ହାତ ପକା ହେଇଯିବ। ହଁ ପିକୁ ପିକୁ କଣ କହୁଛନ୍ତି ଆଣ୍ଟି ଶୁଣ। ସେ ଜିଦ୍ ତାକୁ ମୁଁ ଦେଖିବି। ଖାଲି କାକୁଡିଟା ନାହିଁ, କାକୁଡି ନାହିଁ ଭଲ। ଆଳୁ ଟିକେ ବସିବି ଭଲ ଭଲ ହେଇଗଲା। ଭାଉଜ କଣ କରୁଛ? ଏଇଟା ବୋଉଙ୍କ ଚା ଯିବା ଆগে ବିନା ଚିନି ବାଲା, ତାପରେ ଚିନି ପକେଇ ବାପା ଆଉ ମାମା। ଦିଦି ଥଣ୍ଡାରେ ଦୌଡ଼ି ଏଗୁଡ଼ା ଏସବୁ ହେଇଗଲା ହେଲା। ଲାଷ୍ଟକୁ ବ୍ରେଡ୍ ସେ କାରେଣ୍ଟ ଦେଖ ଏମିତି କେତେ ହେଲା। ସ୍ୟାଣ୍ଡୱିଚ୍ ପାଇଁ ହେତିକି ସରିଗଲା। ତାପରେ ଚାଲ ଆଗର ରେଡ଼ି କରିଦେବା କ'ଣ କ'ଣ ପକେଇବା କଥା, ତାପରେ ସବୁ ଦେଖିବା। ଓକେ ଆମର ରେଡ଼ି ହେଇଗଲା ସ୍ୟାଣ୍ଡୱିଚ୍। ତାପରେ ଚିଜ୍ ପଡ଼ି ସାରିଲାଣି। ନୂଆ ତାରିକାରେ ପଡ଼ିଲାଣି। ଏଠି ଖସୁନି କି? ପୋଳଟା ଅଲଟା ଧରିଛି। ବ୍ରେଡ୍ ଟିକେ କମ୍ ଅଛି, ବାକି ଚଳେଇ ଦବା ଆଉ। ସେକିଲା ବେଳକୁ ବାହାରିଯିବ। ସେମିତି ଥୋଇଥିଲେ ଅଲଗା କଥା। ହଁ ଅଲଗା ଥୁଆ ହେଇଛି ନା। ସରିଲା କଟିଂ କଟିଂ। ଭଲ ଲାଗୁଛି ନା? ଅଣ୍ଡା ଟିକେ ପଡ଼ିଥାନ୍ତା ଆଉ ଟେଷ୍ଟ ଲାଗିଥାନ୍ତା। ଆଉ ପନିର ଭାଇ କ'ଣ ବ୍ରେଡ୍ ସର୍ଟ ହେଇଗଲା। ନହେଲେ ଗୋଟେ ଗୋଟେ ଖାଇଥିଲେ ପେଟ ପଡ଼ିଥାନ୍ତା। ଫାଳେ ଫାଳେରେ କ'ଣ ପେଟ ପଡ଼ିବ? ଖାଇଦିଅ।